गुड मॉर्निंग साଙ୍ଗ ମାନେ ଜୟ ଜଗନ୍ନାଥ। ଆଜିର ଭିଡ଼ିଓ କରିବାକୁ ଯାଉଛି ମାନେ ଏମିତି କିଛି କଥା ଅଛି, ଏମିତି କିଛି ଯନ୍ତ୍ରଣା ଅଛି ଯାହା କେବେ ସହି ହୁଏନି କି କେବେ କାହା ଆଗରେ ବି ପରିପ୍ରକାଶ କରି ହୁଏନି। କେବଳ ଭଗବାନଙ୍କୁ ଛଡ଼ା, ପ୍ରଭୁ ଜଗନ୍ନାଥଙ୍କ ଛଡ଼ା ସେ ଦୁଃଖ କାହାକୁ କହି ହୁଏନି। ଯଦି ବି ଇନକେସ୍ କାହାକୁ କହିଦେଇଛ, ତାହେଲେ ତମେ ସମାଜ ଆଗରେ, ପରିବାର ଆଗରେ, ସମସ୍ତଙ୍କ ପାଖରେ ଦୋଷୀ ହେଇକି ଠିଆ ହବ। ତେଣୁକରି ଯେବେ ବି ଯାହା ବି କଷ୍ଟ ଆସୁଛି ନା, ତା ଭଗବାନଙ୍କୁ ଜଣାନ୍ତୁ, ଆଉ କାହାକୁ ନେଇ। କେବଳ ଜଗନ୍ନାଥ ଚାହିଁଲେ, ପ୍ରଭୁ ଚାହିଁଲେ ସବୁକିଛି ଠିକ୍ କରିଦେବେ। ଆପଣ ଯାହାକୁ ଯେକୌଣସି ଠାକୁରଙ୍କୁ ବିଶ୍ୱାସ କରୁଛନ୍ତି, ତାକୁ ଆପଣଙ୍କ ଦୁଃଖ ଜଣାନ୍ତୁ, ସେ ତମମାନଙ୍କ ଦୁଃଖ ଦୂର କରିଦେବ। ଅନ୍ୟମାନେ କେହି କରିବେନି। ଅନ୍ୟମାନେ ସମସ୍ତେ କହିବେ, ଏମିତିକି ପ୍ରୁଫ୍ ପ୍ରମାଣ ସହିତ ବି ତମକୁ ଦୋଷୀ କରିକି ଦୁନିଆ ସାମ୍ନାରେ ଠିଆ କରିଦେବେ। ତମ ପାଖରେ ନା କେହି ବି ନଥିବେ ଆତ୍ମଜନ୍ୟ, କେବଳ ଭଗବାନଙ୍କୁ ଛଡ଼ା। କେଉଁ ବାପା ଭାଇ ଥିବେ, ନା କେଉଁ ସ୍ୱାମୀ ଥିବ, ନା କେଉଁ ପିଲା ଥିବେ, କେଉଁ ପୁଅ ଝିଅ ଥିବେ, କେହି ନଥିବେ ଆଜ୍ଞା। କେବଳ ଯଦି ସାଥରେ ଥିବେ ସେଇ ଭଗବାନ। ଆପଣ ଯାହାକୁ ବିଶ୍ୱାସ କରୁଛନ୍ତି, ସେ ହିଁ ଆପଣଙ୍କ ପାଖରେ ଥିବ, ଆଉ ବି କେହି ନୁହନ୍ତି। ପରୀକ୍ଷା କରନ୍ତୁ। ଆଉ ମୁଁ ଭୁଲ କହୁଛି କି ଠିକ୍ କହୁଛି ଆପଣମାନେ ଜାଣିପାରିବେ, କାରଣ ସେସବୁ ମୋ ନିଜ ଅଙ୍ଗେ ମୁଁ ଲିଭେଇଛି। ସେସବୁ ମୋ ସହିତ ଘଟିଛି। ବାସ୍ତବିକ କିଛି ଭ୍ୟୁଜ୍ ବଢ଼ିବା ପାଇଁ କି ମୋର ଚ୍ୟାନେଲ୍ ଗ୍ରୋ ହେବା ପାଇଁ କି ମୁଁ ମନ ଗଢ଼ା କାହାଣୀ କହୁନି। ଆପଣମାନେ ପରୀକ୍ଷା କରନ୍ତୁ, ଜାଣିପାରିବେ ପ୍ରଭୁ ଅଛନ୍ତି। ରହିଲି, ଜୟ ଜଗନ୍ନାଥ।